কাল দেখিবে পরদিন রাত হ্যাঁ রেডি মাଡ଼ ଖାଇଲେ ମାଡ଼ ଦବା ଆଗ ଖାଇଦବା ତାପରେ କୁନ୍ଦିବି ଧରିକି ଯେ ନରେନ୍ଦ୍ର ମୋଦି ଦାଢି ଫାଡି କିଛି ରହିବନି ଉପୁଡି ଯିବ ଏକଦମ ରେଡି ହେଇକି ଯାଇଥାଏ ମୋହନ ଟି ହାତ ମାରିବି ମୋ ସାନ ଭାଇ ସେ ମୋହନ ମାଝୀ ଟି ହାତ ମାରିବିନି ଗୋଟେ ସାନ ଭାଇଟେ ନିରୀହ ଆଦିବାସୀ ତାକୁ ବାଡେଇଲେ ହାତ ଗନ୍ଧେଇବ କିନ୍ତୁ ଆକୁ ନରେନ୍ଦ୍ର ମୋଦି କି ବାଡେଇଲେ ଯୋଉ 700 ଟଙ୍କା ଛତୁ ଖାଉଛି ଅଷ୍ଟ୍ରେଲିଆରୁ ଆଣି ଗାଲ ଚିକଣ କରିଛି ଦାଢି ଚିକଣ କରିଛି ମୋ ହାତକୁ ସାଉଁଳିଆ ଲାଗିବ ଧର୍ମେନ୍ଦ୍ର ସାନ ଭାଇଟେ ମୁଁ ଆଉ ତା ଆଡେ ଯିବିନି ମୁଁ ଜାଣିନି ମୁଁ ଯାହାକୁ କହିପାରିବିନି କିନ୍ତୁ ନରେନ୍ଦ୍ର ମୋଦି ସେଥିପାଇଁ ଦାୟୀ ଶାହା ଦାୟୀ ଏ ଦି ଜଣଙ୍କ ଇସ୍ତଫା ମୁଁ ଦାବି କରୁଛି ଆଉ ଇସ୍ତଫା ମୋଷ୍ଟ କ୍ରିମିନାଲ ପର୍ସନ ସେ ଧର୍ମେନ୍ଦ୍ର ପ୍ରଧାନ ଯଦି ଇସ୍ତଫା ଦେଇ ଦିଅନ୍ତି କିଛି ବଡ ଗୁମର ଖୋଲିଦେବେ ବୋଲି ନରେନ୍ଦ୍ର ମୋଦି ମୁଁ କହିପାରିବିନି ତାଙ୍କ ଦଳ କଥା ମୁଁ କହିପାରିବିନି କିନ୍ତୁ ଘୋର ଅନ୍ୟାୟ କରିଛି ନରେନ୍ଦ୍ର ମୋଦି ଶାହା ଏ ଛାତ୍ର ମାନଙ୍କୁ ଯୋଉ ଅତ୍ୟାଚାର କରିଛି ଫିଜିକାଲି ବାଡେଇଛି ଝିଅ ପୁଅଙ୍କୁ ଅତି ଅନ୍ୟାୟ କରିଛି ସେଇଥିପାଇଁ ସେ ବିଦାୟ ହବ ଆସନ ଯେତେବେଳେ ଚାଇନାରେ ଆନ୍ଦୋଳନ ହେଲା ଗୋଟେ ଛକରେ ପ୍ରାୟ 30,000 ଛାତ୍ର ଠିଆ ହେଇଥିଲେ ବୁଲଡୋଜର ନେଇକି 15,000 ଛାତ୍ରଙ୍କୁ ନିୟନ୍ତ୍ରଣ ମାରି ଦିଆଗଲା ଚାଇନା ତେଣୁ ତାଙ୍କ ଶାସନ ଅଲଗା କମ୍ୟୁନିଷ୍ଟ ଶାସନ ଗଣତନ୍ତ୍ର ହେତେ ନା ଏକ ହଁ ଆମେ ରେଡି କାଲି ଆମେ ଘେରାଉ କରିଥିଲୁ କାଲି ଦେଖିଥିବେ ପରଦିନ ରାତ ହଁ ରେଡି ମାଡ଼ ଖାଇଲେ ମାଡ଼ ଦବା ଆଗ ଖାଇଦବା ତାପରେ କୁନ୍ଦିବି ଧରିକି ଯେ ନରେନ୍ଦ୍ର ମୋଦି ଦାଢି ଫାଡି କିଛି ରହିବନି ଉପୁଡି ଯିବ ଏକଦମ ରେଡି ହେଇକି ଯାଇଥାଏ ମୋହନ ଟି ହାତ ମାରିବି ମୋ ସାନ ଭାଇ ସେ ମୋହନ ମାଝୀ ଟି ହାତ ମାରିବିନି ଗୋଟେ ସାନ ଭାଇଟେ ନିରୀହ ଆଦିବାସୀ ତାକୁ ବାଡେଇଲେ ହାତ ଗନ୍ଧେଇବ କିନ୍ତୁ ଆକୁ ନରେନ୍ଦ୍ର ମୋଦି କି ବାଡେଇଲେ ଯୋଉ 700 ଟଙ୍କା ଛତୁ ଖାଉଛି ଅଷ୍ଟ୍ରେଲିଆରୁ ଆଣି ଗାଲ ଚିକଣ କରିଛି ଦାଢି ଚିକଣ କରିଛି ମୋ ହାତକୁ ସାଉଁଳିଆ ଲାଗିବ ଧର୍ମେନ୍ଦ୍ର ସାନ ଭାଇଟେ ମୁଁ ଆଉ ତା ଆଡେ ଯିବିନି ମୁଁ ଜାଣିନି ମୁଁ ଯାହାକୁ କହିପାରିବିନି କିନ୍ତୁ ନରେନ୍ଦ୍ର ମୋଦି ସେଥିପାଇଁ ଦାୟୀ ଶାହା ଦାୟୀ ଏ ଦି ଜଣଙ୍କ ଇସ୍ତଫା ମୁଁ ଦାବି କରୁଛି ଆଉ ଇସ୍ତଫା ମୋଷ୍ଟ କ୍ରିମିନାଲ ପର୍ସନ ସେ ଧର୍ମେନ୍ଦ୍ର ପ୍ରଧାନ ଯଦି